ବର୍ତ୍ତମାନର ବଡ଼ ଖବର ଅଟୋକୁ ପିଟିଲା କାର ଅଳ୍ପକେ ବର୍ତ୍ତି ଗଲେ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ସିମୁଳା ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ୱରରୁ ଯାଜପୁର ଅଭିମୁଖେ ଯାଉଥିବା ଏକ କାର ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଅଟୋରେ ଥିବା 2 ଜଣ ଯୁବକ ଦିଲ୍ଲୀପ ମହାନ୍ତି ଓ ଦିବ୍ୟରଞ୍ଜନ ବେହେରା ଗୁରୁତର ଆହତ ହୋଇଛନ୍ତି। ଆହତ 2 ଯୁବକଙ୍କୁ ସିମୁଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା ବେଳେ ଖବର ପାଇ ସିମୁଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଁ ଯାଉଥିଲି ସରୁରୁ ବାଇକ ଗୋଟେ ଲୋଡ କରିକି ନେଇ ଯାଉଥିଲି ଭଦ୍ରକ। ତାରିଣୀ ଛକ କତର ପଛା ଆଡୁ ଗାଡି ମାଇଲା। ଆମେ କିଏ ଗାଡି କୋଉ ଗାଡି ମାରିଲା? କାର ମାଇଲା, ପଛରୁ ମାଇଲା। ଆମ ଗାଡି ଯୋଉ ପଲଟି ହେଲା ତାପରେ ଆଉ ମୁଁ ଆଉ କିଛି ଦେଖିନି। ଗାଡିରେ କେତେ ଜଣ ଥିଲ? ଆମେ ଗାଡିରେ 2 ଜଣ ଥିଲି। କଣ ହେଲା? 2 ଜଣ କଣ ହେଇଛି? ଆମର ସବୁ ହାତ ଫାତ ଇଏ ସେ ତ ସବୁ ଦେଖୁଛନ୍ତି ଆଉ ତାର ତ ମୁହଁ କଣ ଫାଟିକି କଣ ହେଇଛି। ପଛରୁ ମାଇଲା, ଗାଡି ପଲଟି ହେଲା ପରେ ଆଉ ଭାଇ ଆମେ କିଛି ଦେଖିନୁ। ଆମ ଘର ମାଣସମଜା, ଆମେ ଯାଉଥିଲୁ ଯାଜପୁର। ଏଇ ଚାନ୍ଦୁଡ଼ି ତାରିଣୀ ପାଖର ଅଟୋ ବାଲା ଆଇଲା, ଆମେ ପଟ ସାଇଡରୁ ଚାଲିଛୁ, ଆସିଲା ବାଡେଇକି ଛିଟକିକି ସିଏ ପଛରେ ଘୁରୁଛି। ଆମେ ସବୁ କେତେ ଜଣ ଗାଡିରେ ଥିଲେ? ଥିଲେ 5 ଜଣ। ଭାଇ ଚଲଉଥିଲେ, ସେ ନିଜେ ଡ୍ରାଇଭିଂ, ଆଉ ଆମେ 3 ଜଣ ପଛରେ ବସିଥିଲୁ। ଆଉ ସେ କଣ କ୍ଷତି ହେଇଛି? କଣ ଗାଡି ଆଗ ସାମ୍ନା କିଛି ନାହିଁ। ଆଉ ଭାଉଜଙ୍କର ଗୋଡ 2ଟା କଣ ହେଇଛି, ଛିଡି ବଡି ଫୁଲି ଯାଇଛି। ଝିଆରୀର ମୁଣ୍ଡ ଫୁଲି ଯାଇଛି, ଆଉ ସେ ନାତୁଣୀର ଦାନ୍ତ ଭାଙ୍ଗି ଯାଇଛି, ଫୁଲି ଯାଇଛି।